नमस्कार लर्नर्स पॉइंट को आपण मानक स्वागत। आज वीडियो रे आमे आलोचना करिबा हमर प्रिय लेखिका प्रतिभा राय संपर्क रे एवं एहा प्रतिभा राय संपर्क रे हमर द्वितीय वीडियो प्रथम भाग रे आमे आलोचना करथिले तांकर उपन्यास तथा तांकर जीवनी संपर्क रे एवं सेथिरे आमे देखिथिले तांक उपन्यास मानकर रचनार समय तथा किछिटा उपन्यासर विषय वस्तु। तेबे आज आमे सेही सीरीज को ही कंटिन्यू करिबा एवं तांकर अन्यान्य किछिटा उपन्यासर विषय वस्तु संपर्क रे आलोचना करिबा। ता सहित तांको उपन्यासर किछिटा विशेष दिग जेमिति कि आमे कहिबा तांकर उपन्यासरे नौबाणिज्य तांकर उपन्यासरे ओडिसार संस्कृतिर प्रतिफलन किपरि रहिछि ताहा आमे आलोचना करिबा। तेबे आलोचनाटी आपणकर एसएसबी पीजीटी ठु आरंभ करी एनटीयू जीसी नेट तथा ओपीएससी पीजीटी एवं सिविल सर्विसेस रो अन्यान्य परीक्षा मानक पई उपयोगी हेबो। तेणु भिडियोटी को निश्चय शेष पर्यंत देखंतु। तेबे भिडियो आलोचना आरंभ करिबा पूर्वरु जदि माने एनटीयूजीसी नेट एसएसबी पीजीटी ओडिया किंबा अन्यान्य कोनोसी ओडिया आसुथिबा प्रतियोगितामूलक परीक्षा निमंते प्रस्तुति करूथांती तेबे ता पई आम पाखरे पेड कोर्सेस अवेलेबल रछि जहातेरे कि आपण माने स्ट्रक्चर्ड लाइव क्लासेस रो रेकॉर्डिंग सब्जेक्टिव पीडीएफ मटेरियल्स ता सहित एमसीक्यू प्रैक्टिस सेट्स मध्य पाइबे। तेणु जदि आपण माने सेही कोर्स जॉइन करिया पई चाहुथांती हमर जोगाजोग नंबर 9040840869 रे आम सहित जोगाजोग करि परिबे किंबा डिस्क्रिप्शन रे थिबा टेलीग्राम ग्रुप रे जॉइन करी आम सहित कांटेक्ट करि परिबे। तेबे चलंतु आलोचना हमर आरंभ करिबा। तेबे जेमिति कि मु कहिली प्रथम भाग रे आमे तांकर परिचय तथा तांकर व्यक्तिगत जीवन संपर्क रे अल्प किछि आलोचना କରିଥିଲେ। ଆଜି ଆମେ ଦେଖିବା ତାଙ୍କର ଉପନ୍ୟାସ ମାନଙ୍କ ସମ୍ପର୍କରେ। ପ୍ରଥମରେ ଆମେ 10ଟି ଉପନ୍ୟାସ ବିଷୟରେ ଆଲୋଚନା କରିଥିଲେ। ଆଜି ଆମେ ତାର ପରବର୍ତ୍ତୀ ଆଲୋଚନା ଆରମ୍ଭ କରିବା। ତେବେ ପରିଚୟ ଉପନ୍ୟାସ ପରେ ପିଲେ ତାଙ୍କର ଅନ୍ୟ ଏକ ଉପନ୍ୟାସ ରହିଛି ଯାହାକି ହେଉଛି ଅପରିଚିତା। ଏବଂ ଏଇ ଉପନ୍ୟାସରେ ଆମେ ଦେଖନ୍ତି ନାୟକ ମନୁ ଓ ନାୟିକା ମଲ୍ଲିକାକୁ ସେମାନଙ୍କର ବିବାହ ଦିନ ମନୁ ପାଖରେ ମଲ୍ଲିକା ଉପରେ ନଷ୍ଟ ଚରିତ୍ର ମୋହର ମାରୁଥିବା ଏକ ବେନାମୀ ଚିଠି ପହଞ୍ଚିଛି ଏବଂ ବିବାହ ଭାଙ୍ଗି ଦେଇଛନ୍ତି ମନୁ ତାଙ୍କର ବରଧରା ଫେରି ଆସିଛି। ଏଇ ନଷ୍ଟ ଚରିତ୍ରା ବିଭୂଷିତା ମଲ୍ଲିକା ସମାଜ ଆଉ ପରିବାରଠୁ ଦୂରେଇ ଯାଇଛନ୍ତି ଆଉ ବଞ୍ଚିବା ପାଇଁ ସଂଗ୍ରାମ ଆରମ୍ଭ କରିଛନ୍ତି। ଘଟଣା ଚକ୍ରରେ ନିଜକୁ ବିଭାଜ୍ୟ ନକରି ସିଏ ସବ୍ୟସାଚୀଙ୍କର ମାତୃହରା ଦୁଇ ସନ୍ତାନଙ୍କର ଜନନୀ ସାଜିଛନ୍ତି ଏବଂ ସେଇଠି ତାଙ୍କ ମନର ମଣିଷ ମନୁ ଭାଇଙ୍କ ସହିତ ପୁଣି ଦେଖା ହୋଇଛି କିନ୍ତୁ ସେତେବେଳେ ସେ ଶୁଭ୍ରା ଭାବରେ ପରିଚିତ ହେଇଛନ୍ତି। ଯିଏ ଶୁଭ୍ରା ସିଏ ହିଁ ମଲ୍ଲିକା ଏକଥା ମନୁ ଭାଇ ବା ସତମନୁ ଜାଣି ନାହାନ୍ତି। ପରୋକ୍ଷ ଭାବରେ ଶୁଭ୍ରା ନିଜ ଭୁଲର ପ୍ରାୟଶ୍ଚିତ ବା ଶୁଭ୍ରା ସେଇ ଭୁଲଟିର ପ୍ରାୟଶ୍ଚିତ କରିକି ମଲ୍ଲିକାକୁ ବିବାହ କରିବା ପାଇଁ ସତମନ୍ୟୁଙ୍କୁ ବହୁ ପ୍ରକାର ପରାମର୍ଶ ଦେଲେ ବି ତାଙ୍କର ମତ ଥିଲା ଯେ ସିଏ ପକେଇଲା ଛେପ ଢୋକିବେ ନାହିଁ ଏବଂ ଅନ୍ୟ ପକ୍ଷରେ ବିପତ୍ନିକ ସବ୍ୟସାଚୀଙ୍କୁ ଅନ୍ତର୍ଦ୍ୱନ୍ଦ୍ୱ ସତ୍ତ୍ୱେ ମଲ୍ଲିକା ବିବାହ କରିଛି ଏବଂ ତାଙ୍କର ବିବାହ ଦିନ ମନୁ ଭାଇ ଜାଣିବା ପାଇଁ ପାଇଛନ୍ତି ଯେ ସେଇ ଶୁଭ୍ରା ସିଏ ହିଁ ମଲ୍ଲିକା ଏବଂ ତାଙ୍କର ପୁରା ନାଁ ଶୁଭ୍ରା ମଲ୍ଲିକା। ଆଶ୍ଚର୍ଯ୍ୟ ହୋଇଛନ୍ତି ସେ କିନ୍ତୁ ଭୁଲ ସଂଶୋଧନ କରିବାର ସମୟ ଅତିକ୍ରାନ୍ତ ହୋଇଯାଇଛି ଏବଂ ନାରୀର ପ୍ରତିଶୋଧ ପରାୟଣତାର ଯୋଉ ନୂଆ ରୂପ ତାଙ୍କୁ ସିଲହୋଟ କରିଛି। ତ ଏଇଭଳିଆ ଗୋଟେ ବିଷୟବସ୍ତୁ ଆମେ ଦେଖିବାକୁ ପାଇଛନ୍ତି ପିଲେ ତାଙ୍କର ଅପରିଚିତା ଉପନ୍ୟାସରେ। ପରବର୍ତ୍ତୀ ତାଙ୍କର ଉପନ୍ୟାସ ହେଉଛି ପିଲେ ପୁଣ୍ୟତୋୟା। ଏଇ ଯୋଉ ପୁଣ୍ୟତୋୟା ଉପନ୍ୟାସ ଏଥିରେ ବର୍ଷା ବା ମେଘୀ ଜୀବନର ଦୁର୍ଦ୍ଦଶା ଚିତ୍ର ଆମକୁ ଦେଖିବାକୁ ମିଳିଛି। ବର୍ଷା ଯାହାର କି ସ୍ୱାମୀ ଜଣେ ଉଚ୍ଚ ପଦସ୍ଥ ଅଫିସର କଲ୍ଲୋଳ ଉଭୟଙ୍କର ସୁଖୀ ଦାମ୍ପତ୍ୟ ଜୀବନରେ ବାଲିବନ୍ଧ ପକେଇ ଦେଇଛି ଦୁର୍ଘଟଣା। ସନ୍ଧ୍ୟାରେ ଘରକୁ ଫେରିଥିବା ବେଳେ ବର୍ଷା ଅପହୃତା ଏବଂ ଧର୍ଷିତା ହୋଇଛି ଏବଂ କିଛି ଦିନ ଚିକିତ୍ସିତ ହବା ପରେ ମଧ୍ୟ ସେ ଜାଣିବାକୁ ପାଇଛି ଯେ ତାହା ଖାଲି ଗୋଟେ ଘର ନୁହେଁ ଏକ ପତିତାଳୟ ଏବଂ ତାଙ୍କ ଜୀବନ ପୁରାପୁରି ବଦଳି ଯାଇଛି। ନିଶିତ ରଞ୍ଜନ ସେଠାରେ ତାଙ୍କର ସାହଚର୍ଯ୍ୟ ତାଙ୍କର ଆଶ୍ୱାସନା ଦେଇଛି ବର୍ଷାଙ୍କୁ। ତାଙ୍କରି ପରାମର୍ଶ ଆଉ କାର୍ଯ୍ୟପନ୍ଥା ତଥା ମାର୍ଗଦର୍ଶନରେ ବର୍ଷା ବଞ୍ଚିବା ପାଇଁ ରାସ୍ତା ପାଇଛି ଏବଂ ତାଙ୍କର ସ୍ୱାମୀ କଲ୍ଲୋଳଙ୍କ ନିକଟରେ ନିମ୍ନ ଚାକିରିଆ ଭାବରେ କାର୍ଯ୍ୟ ମଧ୍ୟ କରିଛି। ପରବର୍ତ୍ତୀ ସମୟରେ ତାଙ୍କ ସ୍ୱାମୀ ନିଶିତ ଆଉ ବର୍ଷାଙ୍କୁ ନେଇ ସନ୍ଦେହ କରିଛନ୍ତି। ଶେଷରେ ତାଙ୍କୁ ବିବାହ କରିବା ପାଇଁ ବର୍ଷା ଅନୁରୋଧ କରିଛି ନିଶିତକୁ। କାହିଁକି ନା ସେତେବେଳେ ବର୍ଷାର ଝିଅ ଯିଏକି ରହିଛି ବନି ସିଏ ନିଶିତକୁ ବାବା ଭାବରେ ମଧ୍ୟ ଗ୍ରହଣ କରିସାରିଛି କିନ୍ତୁ ସେଠି ନିଶିତ ଏକ ଚିଠିଟିଏ ଛାଡି ଦୂରକୁ ଚାଲି ଯାଇଛନ୍ତି। ସେ ସ୍ପଷ୍ଟ ଭାବରେ ଜଣେଇ ଦେଇଛନ୍ତି ବର୍ଷାକୁ ଯେ ସେଇ ନିଶାଗ୍ରସ୍ତ ଧର୍ଷଣକାରୀ
ଅନ୍ୟ କେହି ନୁହେଁ। ଏବଂ ଏପରି କାର୍ଯ୍ୟ କରିବା ପାଇଁ ତାଙ୍କର ନିଯୁକ୍ତିଦାତା ବା ବର୍ଷାର ରମୁ ଭାଇ ତାଙ୍କୁ ନିଶାଗ୍ରସ୍ତ କରେଇଥିଲେ। ଆଉ ଯାହା ଘଟିଲା ସେଟା ତାଙ୍କର ଅଜାଣତରେ ଥିଲା। ସେଥିପାଇଁ ସେ ଅନୁତପ୍ତ ଏବଂ ଦୁଃଖୀ ମଧ୍ୟ। ଆଉ ସେଇ କାରଣରୁ ହିଁ ସମାଜ ଦାଉରୁ ପତିତାମାନଙ୍କୁ ରକ୍ଷା କରିବା ପାଇଁ ଜୀବନର ଚରମ ବ୍ରତ ଭାବରେ ଗ୍ରହଣ କରି ନେଇଛନ୍ତି ନିଶିତ ରଞ୍ଜନ। ଏବଂ ଏଇ ସବୁ କଥା ବର୍ଷା ପୂର୍ବରୁ ହିଁ ବା ନିଶିତଙ୍କର ଅଜାଣତରେ ଜାଣି ସାରିଥିଲା। ଏବଂ ପ୍ରେମାସ୍ପଦଙ୍କୁ ସିଏ ଅପେକ୍ଷା କରି ରହିଯାଇଛି ତାଙ୍କର ପୁଣ୍ୟତୋୟା ହେଇକି। ଇଏ ହଉଛି ପିଲେ ତାଙ୍କର ପୁଣ୍ୟତୋୟା ଉପନ୍ୟାସର ବିଷୟବସ୍ତୁ। ତାପରେ ତାଙ୍କର ଅନ୍ୟ ଏକ ଉପନ୍ୟାସ ରହିଛି ଯାହାକି ହେଉଛି ଦେହାତୀତ। ଏବଂ ଇଏ ହେଉଛି ଅନ୍ୟ ଏକ ଉପନ୍ୟାସ ଲେଖିକାଙ୍କର ଗୋଟେ ଭିନ୍ନ ସ୍ୱାଦର ଉପନ୍ୟାସ ଆମେ କହିପାରିବା। ତ ଜୀବନ ଦେହ ସର୍ବସ୍ୱ ନ ହୋଇ ଆତ୍ମ ସର୍ବସ୍ୱ ହବା ହିଁ ଉପଯୁକ୍ତ, ବା ଦେହ ସର୍ବସ୍ୱ ନ ହୋଇ ଆତ୍ମ ସର୍ବସ୍ୱ ମଧ୍ୟ ହୋଇପାରେ, ଏହା ତାଙ୍କର ଏଇ ଉପନ୍ୟାସର ବିଷୟବସ୍ତୁ ଆମେ କହିପାରିବା। ଏବଂ ଏଇ ବିଷୟଟା ସ୍ୱାହା ଜୀବନର ବର୍ଣ୍ଣନା ଭିତରେ ସେ ଉପସ୍ଥାପିତ କରିଛନ୍ତି। ଆଉ ଏତିକି ବି ଆମେ ମନେ ରଖିବା ବିଷୟ ଯେ ଏଥିରେ ସ୍ୱାହା ହେଉଛି ତାଙ୍କର ଏକମାତ୍ର ଚରିତ୍ର ଯାହାକୁ କି ସେ ଶାରୀରିକ ଅକ୍ଷମ ଭାବରେ ତିଆରି କରିଛନ୍ତି, ଏବଂ ସେଇ ଶାରୀରିକ ଅକ୍ଷମତାର ଊର୍ଦ୍ଧ୍ୱକୁ ଆତ୍ମାର କ୍ଷମତା ବା ଆତ୍ମାର ସାମର୍ଥ୍ୟକୁ ସିଏ ଦେଖେଇଛନ୍ତି। ପରବର୍ତ୍ତୀ ଉପନ୍ୟାସ ତାଙ୍କର ହଉଛି ପିଲେ ଅୟମାରମ୍ଭ। ଏଇ ଅୟମାରମ୍ଭ ଯୋଉ ଉପନ୍ୟାସ ରହିଛି ଏଥିରେ ଯୋଉ ଚିତ୍ରିତ ହେଇଛି ବିଷୟବସ୍ତୁ, ସେ ଭିତରେ ରହିଛି ବିଦେଶ ଫେରନ୍ତା ଜଣେ ତରୁଣ ତନ୍ମୟ ଏବଂ ପତ୍ନୀ ମୁଗ୍ଧାଙ୍କର ବିଷୟ, ଯୋଉମାନଙ୍କ ଭିତରେ ବାରମ୍ବାର ବିବାଦ ଦ୍ୱିଧା ସମସ୍ୟା ଇତ୍ୟାଦି ଦେଖାଦେଇଛି ଏବଂ ଶେଷରେ ବିବାହ ବିଚ୍ଛେଦରେ ସେମାନେ ପରସ୍ପର ଠାରୁ ଭିନ୍ନ ହୋଇଛନ୍ତି। କାରଣ ତନ୍ମୟ ପାଶ୍ଚାତ୍ୟ ଶିକ୍ଷା ସଭ୍ୟତା ଦ୍ୱାରା ପ୍ରଭାବିତ, କିନ୍ତୁ ମୁଗ୍ଧା ଶତକଡ଼ା ଗୋଟେ ଓଡ଼ିଆଣୀ। ମତ ପାର୍ଥକ୍ୟ ରହିଛି ଏବଂ ସେଇ କାରଣରୁ ବିବାହ ବିଚ୍ଛେଦ ମଧ୍ୟ ହୋଇଯାଇଛି। କିନ୍ତୁ ପରବର୍ତ୍ତୀ ସମୟରେ ତନ୍ମୟ ଏବଂ ମୁଗ୍ଧା ତାଙ୍କର 2 ମହଲା ବିଶିଷ୍ଟ ଘରେ ଉପର ମହଲାରେ ତନ୍ମୟ ରହିଛନ୍ତି ନିଜେ ଚାକର ଗଣେଶ ସହିତ, ଏବଂ ମୁଗ୍ଧା ତଳ ମହଲାରେ ଭଡ଼ା ନେଇ ଚାକରାଣୀ ହୀରା ସହିତ ରହିଛନ୍ତି। ମୁଗ୍ଧା ଦାବି କରିଛନ୍ତି ଯେ ସେଠି ରହିବାରେ ତାଙ୍କୁ କେହି ବାଧା ଦେଇପାରିବେ ନାହିଁ। କାରଣ ହେଉଛି ଯେ ତାଙ୍କର କୁମାରୀତ୍ୱକୁ ସ୍ୱାମୀ ତନ୍ମୟ ଆଉ ଫେରାଇ ପାରିବେ ନାହିଁ। ଏବଂ ତନ୍ମୟ ସବୁବେଳେ ଚାହିଁଛନ୍ତି ଯେ ମୁଗ୍ଧା କିଛି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ। ସେଇଥିପାଇଁ ସିଏ ନିଜ ବନ୍ଧୁ ଅନଙ୍କ ଅଫିସରେ ମଧ୍ୟ ତାଙ୍କ ପାଇଁ ଚାକିରି ବୁଝିଛନ୍ତି, କିନ୍ତୁ ମୁଗ୍ଧା ସେଠାରେ ଚାକିରି ନ କରି ଅନ୍ୟତ୍ର କରିଛନ୍ତି। ଏକୁଟିଆ ଜୀବନରୁ ମୁକ୍ତି ପାଇଁ ତନ୍ମୟଙ୍କ ନିକଟରୁ ସିଏ ମାତୃତ୍ୱ ଚାହିଁଛନ୍ତି, କିନ୍ତୁ ତାକୁ ସ୍ୱୀକୃତି ଦେଇନାହାନ୍ତି ତନ୍ମୟ, କାରଣ ସିଏ ଆଉ ତାଙ୍କର ସ୍ୱାମୀ ହୋଇ ରହିନାହାନ୍ତି। ଧୀରେ ଧୀରେ ତନ୍ମୟଙ୍କର ଭାବାନ୍ତର ଘଟିଛି ଏବଂ ସେ ନିଜକୁ ନଷ୍ଟ କରିଛନ୍ତି, ବିଶୃଙ୍ଖଳତା ଆପଣେଇ ଦେଇଛନ୍ତି ନିଜର ଜୀବନରେ। ଅନ୍ୟ ପକ୍ଷରେ ପୁଣି ସମାଜର କ୍ରୂର ଦୃଷ୍ଟିପାତକୁ ସାମ୍ନା କରି ମୁଗ୍ଧା ମଧ୍ୟ ମାନସିକ ଅସ୍ଥିର ହୋଇ ପଡ଼ିଛନ୍ତି ଏବଂ ସେଥିରୁ ରକ୍ଷା ପାଇବା ପାଇଁ ସେ ନିଜକୁ ବା ଅନ୍ୟ ଏକ ସହରକୁ ଚାଲି ଯାଇଛନ୍ତି। ଅନ୍ୟ ପକ୍ଷରେ ତନ୍ମୟ ମୁଠା ମୁଠା ଟଙ୍କା ଉଡେଇଛନ୍ତି ଅନ୍ୟ ଝିଅଙ୍କ ପଛରେ ଏବଂ ମଦ୍ୟପାନ ପାଇଁ। ମୁଗ୍ଧା ଖବର ପାଇଛନ୍ତି ଯେ ତନ୍ମୟ ପୁନର୍ବିବାହ କରୁଛନ୍ତି ଏବଂ ସେ ବି ପୁନର୍ବିବାହ କରିବା ପାଇଁ ରାଜି ହୋଇଛନ୍ତି ଏବଂ କୌଣସି ଏକ ପ୍ରସ୍ତାବରେ ରାଜି ହେଇଯାଇଛନ୍ତି। ଯେତେବେଳେ ଦୁହିଁଙ୍କର ବିବାହ ହେଇଛି, ପରବର୍ତ୍ତୀ ସମୟରେ ବାସର ଗୃହରେ ସ୍ୱାମୀଙ୍କର ଜୀବନ ଗାଥା ଶୁଣିବା ପରେ ମୁଗ୍ଧା ଚକିତ ହୋଇଯାଇଛନ୍ତି, କାରଣ ଏ ନବବିବାହତା ସ୍ୱାମୀ ତନ୍ମୟଙ୍କ ଛଡ଼ା ଅନ୍ୟ କେହି ନଥିଲେ ଏବଂ ସେଠାରୁ ଉଭୟେ ନିଜର ଜୀବନ ପୁନର୍ବାର ଆରମ୍ଭ କରିଛନ୍ତି। ଏହା ହେଉଛି ଅୟମାରମ୍ଭ ଉପନ୍ୟାସର ବିଷୟବସ୍ତୁ। ପରବର୍ତ୍ତୀ ଉପନ୍ୟାସ ହେଉଛି ପିଲେ ତାଙ୍କର ଶେଷ ଈଶ୍ୱର। ଏବଂ ଏଇ ଶେଷ ଈଶ୍ୱର ଉପନ୍ୟାସର ନାୟକ ହେଉଛନ୍ତି ମୟୁର ମାଲାକ ଓରଫ ମାସାକ ନୋମାଡ ବୋଲି ଆମେ କହିପାରିବା। ପ୍ରାଥମିକ ସ୍ତରରେ ସେ ବାହାରିଛନ୍ତି ଜଳଯାତ୍ରାରେ, ଅର୍ଥାତ୍ ଜୀବନ ଯାତ୍ରାରେ ଅନୁସନ୍ଧିତ୍ସାକୁ ତାଙ୍କର ପୁଞ୍ଜି କରି, ଏବଂ ଈଶ୍ୱରଙ୍କୁ ନେଇ ତାଙ୍କର ମନରେ ଅସୁମାରୀ ପ୍ରଶ୍ନ ରହିଛି। ତାଙ୍କର ସ୍ଥିତି ତାଙ୍କର କର୍ମ ଆଉ ତାଙ୍କର ଭୂମିକା ଏସବୁ ସମ୍ପର୍କରେ ଗୁଡ଼ାଏ ତର୍କ ତାଙ୍କ ହୃଦୟରେ ଘର କରି ରହିଛି। ଏବଂ ବିଷୟବସ୍ତୁ କଥା ଯଦି ଆମେ ଏଥିରେ ଦେଖିବା, ତାହେଲେ ଏଥିରେ ବହୁ ଘଟଣା ଆଉ ସେଗୁଡ଼ାକ ସମ୍ପୃକ୍ତ ଚରିତ୍ରମାନଙ୍କୁ ନେଇକି ଏଇ ମାସାକ ନୋମାଡ ଚରିତ୍ରର ଭାବରାଜ୍ୟରେ ବହୁ ଭାବରେ ଦାର୍ଶନିକ ପରିପୂର୍ଣ୍ଣ ପ୍ରତିକ୍ରିୟା ମାନ ସୃଷ୍ଟି ହେଇଛି। ଆଉ ସେଇ ଯୋଉ ପ୍ରତିକ୍ରିୟା ମାନ ରହିଛି ସେଗୁଡ଼ାକ ଯେ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥିଲା ଭଳିଆ ମନେ ହେଇଛି। ସଂଗ୍ରାମ ଆଉ ସଂଘର୍ଷକୁ ପାଥେୟ କରି ମାସାକ ଆଗେଇ ଚାଲିଛି ଈଶ୍ୱରଙ୍କ ସନ୍ଧାନ କରିବା ପାଇଁ, ଏବଂ ସଂଖ୍ୟାଧିକ ଘଟଣା ଦୁର୍ଘଟଣାରେ ସେ ସମ୍ମୁଖୀନ ମଧ୍ୟ ହେଇଛନ୍ତି। ଆଉ ସେଗୁଡ଼ାକର ଉଚିତ ମୁକାବିଲା କରିବା ସମୟରେ ସିଏ ସଂଗ୍ରହ କରିଛନ୍ତି ଅସୀମ ଧୈର୍ଯ୍ୟ ସାହସ ଏବଂ ପାଇଛନ୍ତି
ଉଚିତ ଦିଗଦର୍ଶନ ଏବଂ ସମ୍ପୂର୍ଣ୍ଣ ଭାବରେ ସିଏ ଏକାକୀ ହେଇ ପଡିଛନ୍ତି। ପୁଣି ଯେତେବେଳେ ଦୁଃସମୟ ସାମ୍ନା କରିଛନ୍ତି, ସେଇ ଚକାଭଉଁରୀରେ ପଡି ସେ ନିଜେ ହିଁ ନିଜକୁ ପିଠି ଥାପୁଡେଇଛନ୍ତି ଏବଂ ନିଜର ବିପଦକୁ ଟାଳି ଦେବାର ଚେଷ୍ଟା କରିଛନ୍ତି। ମାସାକ୍ ଚରିତ୍ର ସହିତ ସଂଯୋଜିତ ଯେତେ ଘଟଣାବଳୀ ରହିଛି, ସେ ସବୁ ବିଶ୍ୱରେ ଘଟୁଥିବା ସତ୍ୟ ତଥା ବାସ୍ତବ ଘଟଣାର ରୂପାନ୍ତର ଭାବରେ ଲେଖିକା ଏଥିରେ ଦେଇଛନ୍ତି। ତ ଇଏ ହଉଛି ପିଲେ ତାଙ୍କର ଉପନ୍ୟାସ କଣ ନା ଶେଷ ଈଶ୍ୱର। ଲେଖିକାଙ୍କର ଉପନ୍ୟାସରେ ଖାଲି ଯେ ବିଷୟବସ୍ତୁଗତ ସଂଯୋଜନା କ୍ଷେତ୍ରରେ ସ୍ୱତନ୍ତ୍ରତା ବା ଅନନ୍ୟତା ରହିଛି ତାହା ନୁହଁ। ସେ ଓଡ଼ିଶାର ବା ଓଡ଼ିଆର ସଂସ୍କୃତିର ଛବି ନିଜ ଲେଖାମାନଙ୍କରେ ଅତି ସୁନ୍ଦର ଭାବରେ ଦେଖେଇ ଅଛନ୍ତି। ପ୍ରତି ସମାଜର ମେରୁଦଣ୍ଡ ହିଁ ତାର ଗୋଟେ ନିର୍ଦ୍ଦିଷ୍ଟ ସଂସ୍କୃତି ପିଲାମାନେ। ବେଶ ସଂସ୍କୃତି ଯେତେବେଳେ ପୃଥକ ପୃଥକ ସ୍ଥାନରେ ଭିନ୍ନ ଭିନ୍ନ ରୂପ ପରିଗ୍ରହଣ କରିଥାଏ, ଆଉ ଇଏ ମଣିଷର ଜୀବନକୁ ହିଁ ପରିପୂର୍ଣ୍ଣ କରିଥାଏ। ସଭ୍ୟତା ତଥା ସଂସ୍କୃତି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ଭଳିଆ ରହିଥାନ୍ତି। ଆଉ ଯଦି ସଭ୍ୟତାକୁ ଆମେ ଶତଦଳ ପଦ୍ମ କହିବା, ତାହେଲେ ସଂସ୍କୃତି ହିଁ ତାର ସୌରଭ। ଏବଂ ସଂସ୍କୃତି ହଉଛି ଦେଶ ବା ଜାତିର ଆଦି ଅଙ୍କୁର, ଯାହାକି କେବେଠାରୁ ସୃଷ୍ଟ କିମ୍ବା କେବେଠାରୁ ମଣିଷ ସମାଜକୁ ପ୍ରତିଫଳିତ କରିଛି, ତାର ନିର୍ଦ୍ଦିଷ୍ଟତା ସମ୍ପର୍କରେ ସମୟ ହିଁ એકમાત્ર ସାକ୍ଷ୍ୟ ପ୍ରଦାନ କରିପାରେ। ତେବେ ଆମେ ଏତିକି କହିପାରିବା ଯେ ଜୀବନର ଅନ୍ତଃ ଓ ବାହ୍ୟ ପରିପ୍ରକାଶର ସ୍ୱରୂପ ହିଁ ହେଉଛି ସଂସ୍କୃତି ବା ସ୍ଥାପତ୍ୟ ବୋଲି ଆମେ କହିପାରିବା। ଆଉ ଏଇ ବିଭବ ମାନଙ୍କର ଅଙ୍ଗ ବିଶେଷ ଭିତରେ ଆମେ ଦେଖନ୍ତି ସାହିତ୍ୟ, ଆମେ ଦେଖନ୍ତି ନୃତ୍ୟ ଗୀତ, ସ୍ଥାପତ୍ୟ, ନୌବାଣିଜ୍ୟ, ପରମ୍ପରା, ପ୍ରଥା, ରୀତିନୀତି, ଧର୍ମ ବିଶ୍ୱାସ ଇତ୍ୟାଦି। ତେବେ ପ୍ରତିଭା ରାୟଙ୍କର ଉପନ୍ୟାସ କଥା ଯଦି ଆମେ ଆଲୋଚନା କରିବା, ଏଇ ସବୁ ଉପନ୍ୟାସ ମାନଙ୍କରେ ଏଇ ଦିଗ ଗୁଡିକ ଅତି ସୁନ୍ଦର ଭାବରେ ଆମକୁ ଦେଖିବାକୁ ମିଳିଥାଏ। ଖାସ କରିକି ମହାନ ଆଦିବାସୀ ସଂସ୍କୃତି ଉପରେ ମଧ୍ୟ ଆମେ ଦେଖିବାକୁ ପାଆନ୍ତି ଅଦ୍ଭୁତ ପରିବର୍ତ୍ତନ ବା ଅଦ୍ଭୁତ ଉପସ୍ଥାପନା ପିଲେ। ଯେମିତି ଗୋଟେ ଉଦାହରଣ କଥା ମୁଁ ଯଦି କହିବି, ତାହେଲେ ଯେତେବେଳେ ଆମେ ତାଙ୍କର ଶିଳାପଦ୍ମ ଉପନ୍ୟାସ ଦେଖନ୍ତି ପିଲେ, ସେ ସେଥିରେ ଲେଖୁଛନ୍ତି କୋଣାର୍କ ସୂର୍ଯ୍ୟ ମନ୍ଦିରରେ ସ୍ଥାନିତ ଅଦ୍ଭୁତ ଗଜସିଂହ ମୂର୍ତ୍ତି ସମ୍ପର୍କରେ ପ୍ରାଚୀ ବୁଝାଉଛି। ପ୍ରାଚୀ ଚରିତ୍ର ଏଥିରେ, ଯିଏକି ଲେଖୁଛନ୍ତି ରାଜା ନରସିଂହ ଧର୍ମଦେବତାଙ୍କ ମନ୍ଦିର ସମ୍ମୁଖରେ ଗଜସିଂହ ମୂର୍ତ୍ତି ସ୍ଥାପନ କରି ଦେଶର ଧର୍ମ ରକ୍ଷା କରିବାର ଚେଷ୍ଟା କରିଥିଲେ। ସେମିତି ଅନ୍ୟ ଏକ ଉଦାହରଣରେ ଯେତେବେଳେ କୋଣାର୍କର କଳା ତଥା ଭାସ୍କର୍ଯ୍ୟର ଉତ୍କର୍ଷତା କାମନା କରିକି ନାଟ୍ୟାଚାର୍ଯ୍ୟ ଶ୍ରୀ ଦତ୍ତ କହୁଛନ୍ତି, କୋଣାର୍କ ମନ୍ଦିର କେବଳ ଦେବ ମନ୍ଦିର ହୋଇ ରହିବ ନାହିଁ, କଳା ମନ୍ଦିର ଭାବରେ ମଧ୍ୟ କାଳ କାଳ ପାଇଁ ଆଦର ଲାଭ କରିବ। ସେମିତି ଅନ୍ୟ ଏକ ଉଦାହରଣ ଯଦି ଆମେ ଦେଖିବା, ଜଗମୋହନ ଉର୍ଦ୍ଧ୍ୱ ଦୁଇ ସ୍ତରରେ ମର୍ଦ୍ଦଳ ଆଉ ମଞ୍ଜିରା, ମଞ୍ଜିରା ମାନେ ଗିନି ଏକ ବାଦ୍ୟଯନ୍ତ୍ର ଜାଣିଥିବ, ତ ସେଇ ମଞ୍ଜିରା, କରତାଳ, ବୀଣା, ବେଣୁ, କାହାଳି ଇତ୍ୟାଦି ଯୋଉ ବଜଉଥିବା ଜୀବନ୍ତ ନାରୀ ମୂର୍ତ୍ତି ମାନ ସ୍ଥାପନ କରାହେଇଛି ପିଲେ। ସେଗୁଡାକ ଏଇଭଳି କଳା କୌଶଳରେ ନିର୍ମିତ ଯେ ଦେବଦାସୀ ମାନେ ନୃତ୍ୟରେ ପ୍ରସ୍ତର କନ୍ୟା ମାନଙ୍କ ପାଖରେ ଯେମିତି ପରାଜୟ ସ୍ୱୀକାର କରିବେ। ଏବଂ ଏଇ ଉଦ୍ଦେଶ୍ୟ ସାଧିତ ହବା ପାଇଁ ବୋଲି ରାଜା ବହୁ ସଂଖ୍ୟକ ଦେବଦାସୀଙ୍କୁ ନିଯୁକ୍ତି ମଧ୍ୟ ଦେଇଛନ୍ତି ଏବଂ ସେମାନଙ୍କର ନୃତ୍ୟ ପ୍ରଦର୍ଶନର ସମୟ ମଧ୍ୟ ଧାର୍ଯ୍ୟ କରିଛନ୍ତି। ଏବଂ ନୃତ୍ୟ ମୂର୍ତ୍ତି ଗୁଡାକର ସମସ୍ତ ଦାୟିତ୍ୱ କମଳ ମହାରଣାଙ୍କ ଉପରେ ନ୍ୟସ୍ତ କରାଯାଇଛି। ତ ଏମିତି ବହୁ ଉଦାହରଣ ଆମକୁ ଦେଖିବାକୁ ମିଳେ ଏଇ ନୃତ୍ୟ ଗୀତ ସଂସ୍କୃତି ଇତ୍ୟାଦିକୁ ନେଇକି, ବା ଇତ୍ୟାଦିକୁ ସେ ଉପସ୍ଥାପିତ କରିଛନ୍ତି ନିଜର ସାହିତ୍ୟରେ ପିଲେ। ସେମିତି ତାଙ୍କ ଉପନ୍ୟାସରେ କେବଳ ଯେ ନୃତ୍ୟ ଗୀତ ଇତ୍ୟାଦି ଦେଖିବାକୁ ମିଳୁଛି ତାହା ନୁହଁ। ତାଙ୍କ ଉପନ୍ୟାସରେ ସଂସ୍କୃତିର ଅନ୍ୟ ଏକ ଦିଗ ନୌବାଣିଜ୍ୟର ପରମ୍ପରା ବି ଆମକୁ ଦେଖିବାକୁ ମିଳିଥାଏ। ଯେମିତିକି ଓଡ଼ିଶାର ଯୋଉ ପୂର୍ବବର୍ତ୍ତୀ ଆମେ କହିବା ଯୋଉ ଆମର ରହିଲେ ଉପକୂଳବର୍ତ୍ତୀ କୈବର୍ତ୍ତ ମାନେ, ସେମାନଙ୍କର କୌଳିକ ବୃତ୍ତି ସମ୍ପର୍କରେ ମଧ୍ୟ ଅତି ସୁନ୍ଦର ତଥ୍ୟ ଆମକୁ ତାଙ୍କର ମଗ୍ନମାଟି ଉପନ୍ୟାସରେ ଦେଖିବାକୁ ମିଳିଥାଏ। ଉତ୍କଳ ଉପକୂଳର ଧାରେ ଧାରେ ଗଢି ଉଠିଛି ଦିନେ ଯୋଉଟା କି ସମଲ୍ଲୀପଟମ, କୋଣାର୍କ ନଗର, ଦନ୍ତପୁର, ଚୈତ୍ର, ତାମ୍ରଲିପ୍ତ, ଆଡଜିଟା, କଳିଙ୍ଗପତନ, ଚିଲିକା, ପୁରୀ, ସୁବର୍ଣ୍ଣରେଖା, ହିଜଲି ଓ କଟକ ଜିଲ୍ଲାର ମରିଚପୁର, ହରିଶପୁରଗଡରେ ଥିବା ଉତ୍କଳର ପ୍ରସିଦ୍ଧ ବନ୍ଦର ମାନ। ଦ୍ରୋଣ ମାଷ୍ଟ୍ରେଙ୍କର କୈବର୍ତ୍ତ ଇତିହାସ ବର୍ଣ୍ଣନା ମାଧ୍ୟମରେ ହିଁ ଲେଖିକା କଣ କରିଛନ୍ତି ନା, ଏଇ ସବୁ ଯୋଉ ବନ୍ଦର ଗୁଡାକ ରହିଛି ଆ ଭିତର ଦେଇ ଓଡିଶାର ବହିର୍ଦେଶ ସହିତ ସମୁଦ୍ର ପଥରେ ଯୋଉ ବାଣିଜ୍ୟ କାରବାର ତା ସମ୍ପର୍କରେ ବର୍ଣ୍ଣନା ମଧ୍ୟ କରିଛନ୍ତି। ସେମିତି ଯେଉଁ ସମୟରୁ ବୋଇତ ନିର୍ମାଣ ବ୍ୟବହାରର ଆରମ୍ଭ ହେଇଛି, ସେବେଠୁ ହିଁ ଜଳପଥରେ ବାଣିଜ୍ୟ କାରବାରରେ
ଓଡ଼ିଆ ବଣିକମାନେ ପ୍ରସିଦ୍ଧି ଲାଭ କରିଛନ୍ତି। ବାଲି, ସୁମାତ୍ରା, ବର୍ନିଓ, ଜାଭା, ମାଳୟ ଦ୍ୱୀପପୁଞ୍ଜ, ସୁବର୍ଣ୍ଣଦ୍ୱୀପ, ପେଗୁ, ଚୀନ, ଜାପାନ ଏଇ ସବୁ ଅଞ୍ଚଳ ମାନଙ୍କ ସହିତ ଆମର କାରବାର ବଳବତ୍ତର ରହିଛି। ସେମିତି ହିଁ ବ୍ରହ୍ମଦେଶ, କମ୍ବୋଡିଆ ଏଇ ଯୋଉ ଅଞ୍ଚଳ ମାନ ଇତ୍ୟାଦିରେ ମଧ୍ୟ ଓଡ଼ିଆ ବଣିକ ମାନେ ହିଁ ରାଜତ୍ୱ କରୁଥିବା କଥା ଜଣାଯାଇଛି। ତା ସହିତ ଆରବ ମହାସାଗର କୂଳ, ଭାରତ ମହାସାଗର କୂଳ ଏଇଥିରେ ମଧ୍ୟ ସେମାନେ ବାଣିଜ୍ୟ କ୍ଷେତ୍ରରେ ଏକ ଛତ୍ରପତି ସମ୍ରାଟ ପାଲଟିଥିଲେ। ଏମିତିକି ଆଫ୍ରିକାର ଯୋଉ ମାଡଜାସ୍କର ସହିତ ମଧ୍ୟ ଏମାନଙ୍କର ବାଣିଜ୍ୟ ସମ୍ପର୍କ ରହିଥିଲା। ଆଉ ଅତୀତରେ ଯୋଉ ତାମ୍ରପର୍ଣ୍ଣି ଦେଶ ଆମେ ଦେଖିଛନ୍ତି, କୃଷ୍ଣ ହାତୀ ମାନେ ଥିଲେ, ରାବଣ କୁମ୍ଭକର୍ଣ୍ଣ ପରି ବିଶାଳ ଆକାର ଆଉ ବଳିୟାନ ବୈଶିଷ୍ଟ୍ୟ ଥିଲେ ବୋଲି ଆମେ କହିପାରିବା। ସେମିତି କଳିଙ୍ଗ ନରପତି ଯିଏ କି କୃଷ୍ଣ ହାତୀ କ୍ରୟ କରୁଥିଲେ ଆଉ ସେଗୁଡାକୁ ଉତ୍ତର ଭାରତର ରାଜାମାନଙ୍କୁ ବିକ୍ରୟ କରିକି ବହୁ ମାତ୍ରାରେ ଅର୍ଥ ସଂଗ୍ରହ କରୁଥିଲେ ବୋଲି ଆମେ କହିପାରିବା। ଆଉ ସମୁଦ୍ର ପଥରେ ବଳୁଆ ତଥା ବପୁଆ ଆକାଶ ପ୍ରମାଣ ଏହୁଁ ଏହୁଁ ହାତୀମାନଙ୍କୁ ଲଙ୍କା ଦ୍ୱୀପରୁ କଳିଙ୍ଗ ରାଜ୍ୟକୁ ବୋହି ଆଣିବା ପାଇଁ ତହୁଁ ବଳି ମଜବୁତ ବିଶାଳ ସମୁଦ୍ର ଆକ୍ରାନ୍ତ ହାତିଆ ବୋଇତମାନ କଳିଙ୍ଗ ବନ୍ଦର ମାନଙ୍କରେ ନିର୍ମାଣ କରାଯାଉଥିଲା। କଳିଙ୍ଗର ଖାରବେଳ ରାଜା ପାଣ୍ଡ୍ୟ ରାଜାଙ୍କ ଠାରୁ ଅଧିକାର କରିଥିଲେ ଅନେକ ଗୁଡାଏ ହାତୀ ବୋଇତ। ଏଇଭଳି ବର୍ଣ୍ଣନା ମାନ ଆମକୁ ଲେଖିକାଙ୍କ ଉପନ୍ୟାସରେ ଦେଖିବାକୁ ମିଳେ। ସେମିତି ହିଁ ସେଇ ଯୋଉ କୈବର୍ତ୍ତ ମାନଙ୍କ ସମ୍ପର୍କରେ ଆହୁରି ବିଷୟ ବି ଲେଖା ହେଇଛି ବିଲେ। ଉତ୍କଳର ଏଇ ଯୋଉ କୈବର୍ତ୍ତ ମାନେ ଏମାନେ ଏଇ ବିଶାଳକାୟ ପୋତ ନିର୍ମାଣ କରୁଥିଲେ ଓ ସମୁଦ୍ରରେ ସେଗୁଡାକ ମଧ୍ୟ ଚାଳନା କରୁଥିଲେ ବୋଲି ସେ ଲେଖିଛନ୍ତି। ସେମାନେ ବିଭିନ୍ନ ଦେଶର ସାଧବ ମାନଙ୍କ ବାଣିଜ୍ୟିକ କାରବାର ସମୟରେ ଆବଶ୍ୟକ ସ୍ଥଳେ ସେଠାକୁ ଗମନ କରି ଜାହାଜ ନିର୍ମାଣ କରୁଥିଲେ। ପ୍ରାୟ 2 ସହସ୍ର ବର୍ଷ ପୂର୍ବେ ଉତ୍କଳୀୟ ହୀରା ରୋମ ନଗରୀରେ ବିକ୍ରୟ ହେଇ ସେଠାରେ ବେଶ ସୁଖ୍ୟାତ ଓ ଲୋକପ୍ରିୟତା ହାସଲ କରିଥିଲେ ବୋଲି ସେ କହୁଛନ୍ତି। ବାଣିଜ୍ୟ କାରବାରକୁ ଯାଇକି ବିଦେଶରେ ସ୍ଥାୟୀ ରହିଯିବାରେ ବା ବିଦେଶରେ ସ୍ଥାୟୀ ହେବାର ସର୍ବଭାରତୀୟ ସ୍ତରରେ ଓଡିଆ ମାନେ ହିଁ ଅଗ୍ରଣୀ ଥିଲେ ବୋଲି ମଧ୍ୟ ସେ ଲେଖିଛନ୍ତି। ଆଉ ସେ ସମୟରେ ଶହ ଶହ ଉତ୍କଳୀୟ ରଣପୋତ ଭାରତର ଚାରିପଟେ ବିସ୍ତୃତ ସମୁଦ୍ରରେ ଘୁରି ବୁଲୁଥିଲା ବୋଲି ମଧ୍ୟ ସିଏ ଲେଖିଛନ୍ତି ସେଥିରେ। ତା ସହିତ ଭାରତ ମହାସାଗରର ନୌବାଣିଜ୍ୟ ସୁରକ୍ଷା ଦାୟିତ୍ୱ ବହନ ମଧ୍ୟ କରିଥିଲେ। ଉତ୍କଳର ଯୋଉ କେଉଟ ମାନେ ସେମାନେ ବଡ ଦୁଃସାହସୀ ନାବିକ ଥିଲେ ବୋଲି ସେ କହୁଛନ୍ତି। ଏବଂ ଜଳଦସ୍ୟୁ ମାନଙ୍କର ସହ ମୁକାବିଲା କରି ସେମାନେ ବଣିକ ମାନଙ୍କ ଜୀବନ ରକ୍ଷା ମଧ୍ୟ କରୁଥିଲେ। ତେବେ ଏଇଠି ତମାନଙ୍କ ପାଇଁ ମୋର ଗୋଟେ ପ୍ରଶ୍ନ ରହିବ ଯେ ଫକୀର ମୋହନ ସେନାପତି ତାଙ୍କର କୋଉ ଗପରେ ଏଇ ଜଳଦସ୍ୟୁ ମାନଙ୍କ ସମ୍ପର୍କରେ ଲେଖିଛନ୍ତି ତାହା ତମମାନେ ମତେ କମେଣ୍ଟ ବକ୍ସରେ ନିଶ୍ଚୟ ଜଣେଇବ। ଯଦି ତମମାନେ ଜାଣିଥାଅ ତେବେ ଏଇ ଯୋଉ ଜଳଦସ୍ୟୁ ମାନଙ୍କ ସହିତ ମୁକାବିଲା କରି ଆମର ବଣିକ ମାନେ ତାଙ୍କ ଜୀବନ ରକ୍ଷା କରୁଥିଲେ। ଆଉ ପୁଣି ବହି ଶତ୍ରୁ ଆକ୍ରମଣରୁ ରାଜଗଡକୁ ରକ୍ଷା ମଧ୍ୟ କରୁଥିଲେ। ଯୁଦ୍ଧ ବେଳେ ସେମାନେ ସେନାପତି ସ୍ଥାନ ପ୍ରାପ୍ତ ମଧ୍ୟ ହୋଇଥିଲେ। ଆଉ ସେଇ କୈବର୍ତ୍ତ ମାନେ ଓଡିଶାର ସାଂସ୍କୃତିକ ଅଭିପ୍ସାକୁ ମଧ୍ୟ ପୂରଣ କରୁଥିଲେ ବହି ବାଣିଜ୍ୟ ମାଧ୍ୟମରେ, ଯାହାର କି ନିଦର୍ଶନ ଦେଖିବାକୁ ମିଳେ ଶିଳାପଦ୍ମ ଉପନ୍ୟାସରେ। ପାଟବସ୍ତ୍ର, ଲୁଣ, ନଡିଆ, ତୁଳା, ମସଲା, ପିତ୍ତଳ ଜିନିଷ ମାନ ଏବଂ ଜୀବନ୍ତ ହତ୍ତି ମଧ୍ୟ ନେଇ ଓଡିଆ ବଣିକ ଯାଏ ସିଂହଳ, ସୁବର୍ଣ୍ଣଦ୍ୱୀପ, ବ୍ରହ୍ମଦେଶ, ଚୀନ ଇତ୍ୟାଦି ଦୂର ଦୂରାନ୍ତର ଦେଶକୁ। ଓଡିଆ ଶିଳ୍ପୀ ସମୁଦ୍ର ପଥରେ ଯାଏ ବିଭିନ୍ନ ଦେଶକୁ। ସେଠାରେ ତାର ଭାସ୍କର୍ଯ୍ୟ ଓ କାରୁଶିଳ୍ପର ଅନେକ ଆଦର। ଏହା ହେଉଛି ପିଲେ ତାଙ୍କର ଉପନ୍ୟାସ ମାନଙ୍କରେ ତାଙ୍କର ଯୋଉ ନୌବାଣିଜ୍ୟ ବର୍ଣ୍ଣନାର କ୍ଷେତ୍ର ବା ନୌବାଣିଜ୍ୟ ବର୍ଣ୍ଣନାର ଚିତ୍ର ବୋଲି ଆମେ କହିପାରିବା। ତେବେ ଏଇଭଳି କେବଳ ଯେ ନୌବାଣିଜ୍ୟ ପରମ୍ପରା ସମ୍ପର୍କରେ ସେ ଏତିକି କହିଛନ୍ତି ନୁହଁ, ଅନ୍ୟାନ୍ୟ ଉପନ୍ୟାସରେ ତାଙ୍କର ଏଇଭଳି ବହୁ ଚିତ୍ର ଆମକୁ ଦେଖିବାକୁ ମିଳିଥାଏ। ତେବେ ଏଠି ମୁଁ କିଛିଟା ଉଦାହରଣ ତମମାନଙ୍କ ସାମ୍ନାରେ ରଖିଲି। ତେବେ ପରବର୍ତ୍ତୀ ଭିଡିଓରେ ଆମେ ଆଲୋଚନା କରିବା କେମିତି ତାଙ୍କ ଉପନ୍ୟାସ ମାନଙ୍କରେ ଉତ୍କଳୀୟ ପରମ୍ପରା ଜୀବନ୍ତ ଭାବରେ ଦେଖିବାକୁ ମିଳିଥାଏ। ତେବେ ଆଜିର ଭିଡିଓରେ ଏତିକି। ଆଲୋଚନାଟି କେମିତି ଲାଗିଲା କମେଣ୍ଟ ବକ୍ସରେ ମତେ ନିଶ୍ଚୟ ଜଣେଇବେ। ପରବର୍ତ୍ତୀ ଭିଡିଓରେ ଆମେ ତାଙ୍କର ଉତ୍କଳୀୟ ପରମ୍ପରା ତଥା ଲେଖିକାଙ୍କର ଉପନ୍ୟାସର ଯୋଉ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଯେମିତିକି ପୌରାଣିକ ଗାଥା ମାନଙ୍କୁ ନେଇ ସେ ଉପନ୍ୟାସ ରଚନା କରନ୍ତି ତା ବିଷୟରେ ଆମେ ଆଲୋଚନା କରିବା। ତେବେ ସେ ପର୍ଯ୍ୟନ୍ତ ଏତିକି ଆଲୋଚନା। ଯଦି ଆପଣମାନେ ଏନଟିଏ ୟୁଜିସି ନେଟ୍ କିମ୍ବା ଏସଏସବି ପିଜିଟି ଓଡ଼ିଆ ତଥା ଅନ୍ୟାନ୍ୟ କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥାନ୍ତି ତେବେ କମେଣ୍ଟ ବକ୍ସରେ ମୋ ସହିତ ମତେ ନିଶ୍ଚୟ ଜଣେଇବେ କିମ୍ବା ଦେଇଥିବା ଯୋଗାଯୋଗ ନମ୍ବର ମାଧ୍ୟମରେ ଆମ ସହିତ ଯୋଗାଯୋଗ କରିପାରିବେ। ଡେସ୍କ୍ରିପସନ ବକ୍ସରେ ଆମର ଯୋଗାଯୋଗ ନମ୍ବର ତା ସହିତ ଆମ ଟେଲିଗ୍ରାମ ଗ୍ରୁପର ଲିଙ୍କ ମଧ୍ୟ ରହିଛି। ତେବେ ଆଜିର ଆଲୋଚନା ଏତିକି। ଆଲୋଚନାଟି ଏଇଠି ଶେଷ କରୁଛୁ ପିଲାମାନେ। ଶେଷ ପର୍ଯ୍ୟନ୍ତ ଆଲୋଚନା ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।